ଆସନ୍ତୁ ଶୁଣିବା ମାନସୀଙ୍କ ଚିଠି। ଏହି କ୍ରମରେ ଅଗାଧ ଓ ଅନାବିଳ ସ୍ନେହ ସାଗର। ରଚନା ଡକ୍ଟର ମାୟାଧର ମାନସିଂ। ପ୍ରାଣର ଜ୍ୟୋତ୍ସ୍ନା ମୋର, ପରମ ସ୍ନେହର ସାନ ଭଉଣୀଟି ମୋର, ପ୍ରାଣର ଲକ୍ଷ୍ମୀ ମୋର। ପାଗଲି, ଏତେ ଦିନ ଡେରି କଲ କାହିଁକି? ତମେ କ'ଣ ଜାଣୁନା ତମ ଚିଠି ମୋର କ'ଣ? ତମ ଚିଠି ଯେଉଁଦିନ ଆସିବାର କଥା ସେଦିନ ନ ଆସିଲେ ସେଦିନ ଆଉ ମୋ ପ୍ରାଣରେ ଉତ୍ସାହ ନଥାଏ କି ଉତ୍ସବ ନଥାଏ। ମୋର ସେଦିନ ଗୋଟିଏ ଅଶୁଭ ଦିନ। କାଲି ଦିନଟା ସେହିପରି ଆଦୌ ଭଲରେ କଟିନି। ତମକୁ କେତେ ଆଉ ଚିଠି ଲେଖୁଥିବି, ଦେଖିବାକୁ ତ ମନ ପ୍ରାଣ ବିକଳ ହୋଇ ଉଠୁଛି। ସେଥିର ଉପାୟ ମିଳିବାକୁ ନାହିଁ। ଚିଠି କେତେ କେମିତି ଲେଖୁଥିବା ମୋତେ ଭାରି ବିରକ୍ତ ବୋଧ ହେଲାଣି। ତମକୁ ଓ ଅପାକୁ ଦେଖିବାକୁ ପ୍ରାଣର ଯେ କି ଉଚ୍ଛନ୍ନ ଭାବ ମୁଁ କିପରି ବ୍ୟକ୍ତ କରିବି? ଦିନର ନାନା କର୍ମ ଭିତରେ ମୋତେ ଏହି ବିଷୟ ବ୍ୟାପୃତ କରି ରଖିଛି। ଯଦି ଭୁଲି ଯାଇଥାଏ ତେବେ ଯେତେବେଳେ ନିର୍ଜନରେ ଭାବି ବସେ, ଏ ବିଷୟ ଛୁରୀ ମାରିଲା ପରି ହୃଦୟରେ ବାଜୁଛି। ମୁଁ କ'ଣ ତମକୁ ଆଉ ଦେଖିବିନି? ଅପାକୁ ଦେଖିବିନି? ମୋତେ ଯେପରି ଜଣାପଡ଼ୁଛି ଆଉ ତମକୁ ସବୁ ଦେଖିବିନି ରେ। ଜୀବନରେ ଏଇଠି ତମମାନଙ୍କ ଠାରୁ ଦୂରରେ ରହି ସହାୟହୀନ ହୋଇ କେତେବେଳେ ଆତ୍ମହତ୍ୟା କରି ମରିବି। ମନେ ହେଉଛି ତମକୁ ଘଣ୍ଟାକ ପାଇଁ ହେଲେ କିଏ ଆଣିଦିଅନ୍ତା। ଗୋଟିଏ ଆଲିଙ୍ଗନରେ ମିଳନ ଓ ବିଦାୟ ଶେଷ କରି ଛାଡ଼ି ଦିଅନ୍ତି। ଲକ୍ଷ୍ମୀ, ଥରେ ଆସ, ମୁଁ ଟଙ୍କା ପଠାଇବି, ତମେ ଆସିପାରିବ? କିପରି ଅଛ ପାଗଳି? ସ୍ୱାସ୍ଥ୍ୟ କିପରି ଅଛି? ଏସବୁ ଲେଖୁନା କାହିଁକି? ମୁଁ ଜାଣିବା ଦରକାର ନାହିଁ ବୋଲି ଭାବୁଛ ନା? ହଁ, ଏବେ ତ କେତେ ଲୋକଙ୍କୁ ଜଣେଇବାକୁ ପଡ଼ିବଣି। ଆମକୁ ପଚାରେ କିଏ? ଲେଖାଲେଖି ପଢ଼ାପଢ଼ି କରୁଛ କାହିଁ? କିଛି ତ କେବେ ପଚାରିଲନି କି କିଛି ଲେଖିଲନି କି କିଛି ଶୁଣେଇଲ ବି ନାହିଁ। ମୋତେ ଏତେ ଅନାଦର କରୁଛ କାହିଁକି କହିଲ? ମୋର ସ୍ୱାସ୍ଥ୍ୟ ଭଲ ଅଛି। ମୁଁ ଏବେ ଜଳ ଚିକିତ୍ସା ଆରମ୍ଭ କରିଛି। ଖଣ୍ଡେ ବହି କିଣିଛି। ଏକାଠି ହେଲେ ତମକୁ ଏସବୁ ଶିଖେଇବି ବୋଲି ଭାବିଛି। ତମେ କ'ଣ କରିବ? ଏବେ ପ୍ରତିଦିନ ଗୀତା ପାଠ କରୁଛି ବାୟାଣୀ। ଭଲ ଲାଗୁଛି। ପଢ଼ିଲା ବେଳେ ମନେ ହୁଏ ତମେ ବସିଥାନ୍ତ କି ପାଖରେ। ତମ ଛଡ଼ା ମୋର କୌଣସି କାର୍ଯ୍ୟରେ ଉତ୍ସାହ ନାହିଁ ପରା। ଏକାଠି ହେଲେ ତମକୁ ଗୀତା ବୁଝେଇବି ବୋଲି ଭାବିଥାଏ, କିନ୍ତୁ ପ୍ରଥମେ ତମକୁ ସଂସ୍କୃତ ଟିକିଏ ପଢ଼େଇବାକୁ ହେବ ଦେଖୁଛି। ସେ 6 ମାସ ଭିତରେ ହେଇଯିବ। ପଣ୍ଡିତ ରଖିବା, ତାଠୁ ପଢ଼ିବ ନା ମୋଠୁ ପଢ଼ିବ? ତମେ ଥରେ ମୋତେ କବିତା ଲେଖୁଛ କି ନାହିଁ ବୋଲି ପଚାରିଥିଲ। କବିତା ଲେଖିବାର ମାନସିକ ଶାନ୍ତି ମୋର ନାହିଁ ବାୟାଣୀ। ମୁଁ ଲେଖିପାରୁନି। ବଡ଼ ଦୁଃଖ ଆସୁଛି ସମୟ ସମୟରେ। ଏ ଦରିଦ୍ର ଓ ଦୁଃଖମୟ ଜୀବନରେ ସେ ଗୋଟିଏ ପରମ ଆନନ୍ଦକର ବ୍ୟବସାୟ ଥିଲା। ସେ ମଧ୍ୟ ଏ ଦାରିଦ୍ର୍ୟ ଯୋଗୁଁ ନଷ୍ଟ ହେବା ଉପରେ। ଛି, ଏ ଜୀବନରେ ଆଉ କି ସାର୍ଥକତା କହିଲ ହେମ? ରନ୍ଧାରନ୍ଧି କରୁଛ, ଦୈହିକ ପରିଶ୍ରମ କିଛି କିଛି କରୁଥିବ, ନହେଲେ ସ୍ୱାସ୍ଥ୍ୟ ଭଙ୍ଗ ହେବ। ଆଚ୍ଛା, ସେ ଔଷଧ ଖାଇଲ ନା ନାହିଁ? କ'ଣ ଫଳ ହେଲା? ଲେଖ। ମୋ ଯୋଗୁଁ ତମେ ଅନ୍ୟମାନଙ୍କୁ ଭୁଲିଲ ବୋଲି କିଏ କିଏ ଅଭିଯୋଗ କରନ୍ତି, ଲେଖିବ କି? ଲେଖ। ଲେଖିଲେ ମିଛ ସତ ବୁଝିବା ସିନା। ଖାଲି କହିଲେ ଆମେ ମାନିଯିବୁ କ'ଣ? ଆମକୁ ପିଲା ଦେଖି ଭୁଲଉଛ ପରା ନା? ଲକ୍ଷ୍ମୀ, ମୁଁ ବଡ଼ ଛୋଟ କଥାରେ ମାତେ ନା। ଏ ଘଟଣାରେ ତମେ ମୋ ଉପରେ ବିରକ୍ତ ହୁଅ ନା? କ'ଣ ମନେକର ମୋତେ ଲେଖିବ କି? ମୋର କିନ୍ତୁ ଧାରଣା ଏଇ ଛୋଟ ଛୋଟ କଥାରେ ସ୍ନେହ ବା ଅନାଦର ଯେପରି ଧରା ପଡ଼େ। ମୋର ଧାରଣା ଯେ ଏକାବେଳକେ ଭୁଲ ତା ନୁହେଁ, କିନ୍ତୁ ତମର ଅଗାଧ ଓ ଅନାବିଳ ସ୍ନେହ ସାଗରରେ ଏ ଛୋଟ କାତ ସବୁ ହାସ୍ୟକର କଥା। ମୁଁ ମୋ ଭୁଲ ବୁଝିଛି। ମୋତେ କ୍ଷମା କରିଛ? ତମେ ମୋର କି ଦୋଷ କ୍ଷମା କରିନ ବାୟାଣୀ? ଓହ, ଏତେ ବଡ଼ ଅପଦାର୍ଥ, ପାପୀ, ଅପରାଧୀ ଏ ମୂଲ୍ୟବାନ ମାଣିକ୍ୟ ପାଇଲା କିପରି? ଘରୁ ଚିଠି ବିଠି କିଛି ଆସେନି। ମୁଁ ଏଠି କିପରି ଜୀବନଯାପନ କରୁଥିବି ଅନୁମାନ କରିପାରୁଥିବ। ବଡ଼ ଏକାକୀ, ବଡ଼ ଅସହାୟ, ବଡ଼ ଦିନହୀନ ଭାବରେ
ମୋର ଦିନ ଯାଉଛି। ଓହ, ତମେ ଯଦି ମୋ ପାଖରେ ଥାଆନ୍ତ ତେବେ ସମସ୍ତ ଜଗତ ମୋ ପାଖରେ ଥାଆନ୍ତା। ସେଇ ଭାଗ୍ୟକୁ ମୁଁ ଅନେଇ ରହିଛି। ସେଦିନ କେବେ ଆସିବ? ଲକ୍ଷ୍ମୀ, ଧନ, ଚାନ୍ଦ, ମଣି ମୋର। ଶୋଇଛ ନା ବସିଛ? ଯେପରି ଅବସ୍ଥାରେ ଥାଅ, ଥରେ କହ, ପ୍ରିୟ, ମୋତେ ଆଉ ତମେ ଭଲ ପାଉନା। ଶୀଘ୍ର ଚିଠି ଦିଅ। ତମର ପରମ ପ୍ରିୟ। ହଁ ଲକ୍ଷ୍ମୀ, ଡିଇଡି ପରୀକ୍ଷାରେ ମୋର ପାସ୍ ହୋଇଯାଇଛି। ମୋର ଭାରି ଭୟ ଥିଲା ମୁଁ ଫେଲ୍ ହୋଇଯିବି ବୋଲି। ମୁଁ କିଛି ପଢ଼ିନଥିଲି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ମାନସୀଙ୍କ ଚିଠି। ଏହି କ୍ରମରେ ଚିଠି ଅଗାଧ ଓ ଅନାବିଳ ସ୍ନେହ ସାଗର। ଚିଠିଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।